ହାତୀ ଏବଂ ମୂଷା ଗୋଟିଏ ରାଜ୍ୟରେ ପ୍ରତି ସପ୍ତାହରେ ବହୁତ ଜାକଜମକରେ ନଗରରେ ରାଜାଙ୍କ ଶୋଭାଯାତ୍ରା ବାହାରୁଥିଲା, ଯେଉଁଠାରେ ପ୍ରଜାମାନେ ତାଙ୍କର ଦର୍ଶନ କରୁଥିଲେ। ଦିନେ ଏକ ଛୋଟ ମୂଷା ସେହି ରାଜପଥ କଡ଼େ କଡ଼େ କେଉଁଆଡ଼େ ଯାଉଥିଲା, ଯେଉଁଠାରେ ରାଜାଙ୍କ ଶୋଭାଯାତ୍ରା ବାହାରିବାର ଥିଲା। ମୂଷାଟି ଦେଖିବାକୁ ଛୋଟ ଥିଲା ସତ, କିନ୍ତୁ ତାର ଅହଙ୍କାର ବହୁତ ବଡ଼ ଥିଲା ଏବଂ ସେ ନିଜକୁ ସର୍ବଶ୍ରେଷ୍ଠ ଓ ମହାନ ବୋଲି ଭାବୁଥିଲା। କିଛି ସମୟ ପରେ ରାଜପଥରେ ରାଜାଙ୍କର ଭବ୍ୟ ଶୋଭାଯାତ୍ରା ବାହାରିଲା, ଯାହାକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଜମିଲା। ରାଜା ନିଜର ସମ୍ପୂର୍ଣ୍ଣ ସୈନ୍ୟବାହିନୀ ସହିତ ଥିଲେ। ସେ ଏକ ବିଶାଳ ଶାହୀ ହାତୀ ଉପରେ ସବାର ହୋଇଥିଲେ। ହାତୀଟିକୁ ବହୁତ ସୁନ୍ଦର ଭାବେ ସଜାଯାଇଥିଲା ଏବଂ ତାର ଗାରିମା ଦେଖିବା ଭଳି ଥିଲା। ଶୋଭାଯାତ୍ରାରେ ହାତୀ ସହିତ ଏକ ରାଜକୀୟ ବିଲେଇ ଏବଂ ଏକ କୁକୁର ମଧ୍ୟ ଥିଲେ। ରାଜାଙ୍କ ଶୋଭାଯାତ୍ରା ଦେଖିବାକୁ ରୁଣ୍ଡ ହୋଇଥିବା ଭିଡ଼ ରାଜାଙ୍କ ସହିତ ତାଙ୍କର ସେହି ବିଶାଳ ହାତୀର ମଧ୍ୟ ପ୍ରଶଂସା କରୁଥିଲେ। ଏହା ଶୁଣି ଅହଙ୍କାରୀ ମୂଷାକୁ ବହୁତ ଖରାପ ଲାଗିଲା। ସେ ହାତୀକୁ ଧ୍ୟାନ ଦେଇ ଦେଖିଲା ଏବଂ ଭାବିଲା, ଏଥିରେ ଏମିତି କ'ଣ ଖାସ୍ କଥା ଅଛି ଯାହା ମୋ ପାଖରେ ନାହିଁ? ମୁଁ ବି ତା ପରି। ମୋ ପାଖରେ ମଧ୍ୟ 2ଟି ଆଖି, 2ଟି କାନ, ଗୋଟିଏ ନାକ ଏବଂ 4ଟି ଗୋଡ଼ ଅଛି, ତଥାପି ତାର ଏତେ ପ୍ରଶଂସା କାହିଁକି? ତାର ବିଶାଳ ଶରୀର ପାଇଁ, ଲମ୍ବା ଶୁଣ୍ଢ ପାଇଁ, ଛୋଟ ଛୋଟ ଆଖି ପାଇଁ, ନା କୁଞ୍ଚୁକୁଞ୍ଚିଆ ଚମଡ଼ା ପାଇଁ? କେଉଁ କାରଣ ପାଇଁ? ଥରେ ତୁମେମାନେ ମୋତେ ଦେଖିନିଅ, ସେହି ହାତୀକୁ ଭୁଲିଯିବ। ମୁଁ ହାତୀଠାରୁ ଅଧିକ ମହାନ। ମୂଷା ଏସବୁ ଭାବୁଥିଲା ବେଳେ ଶାହୀ ବିଲେଇର ନଜର ତା ଉପରେ ପଡ଼ିଗଲା। ସେ ଶୋଭାଯାତ୍ରା ଛାଡ଼ି ତା ଆଡ଼କୁ ଝାମ୍ପ ମାରିଲା। ତାପରେ କ'ଣ ହେଲା? ମୂଷା ନିଜର ସବୁ ମହାନତା ଭୁଲି ଲାଙ୍ଗୁଡ଼ ଜାକି ଦୌଡ଼ିଲା। ଦୌଡ଼ୁ ଦୌଡ଼ୁ ସେ ହାତୀ ସାମ୍ନାକୁ ଚାଲିଆସିଲା। ଆଗକୁ ବଢ଼ୁଥିବା ହାତୀ ସେହି ଛୋଟ ମୂଷାକୁ ଦେଖିଲା ନାହିଁ ଏବଂ ନିଜର ବିଶାଳ ଗୋଡ଼ ଉଠାଇଦେଲା। ମୂଷା କୌଣସି ପ୍ରକାରେ ନିଜକୁ ବଞ୍ଚାଇଲା। ସେଠାରୁ ବଞ୍ଚିଲା ତ ସାମ୍ନାରେ ବିପଜ୍ଜନକ କୁକୁର ଥିଲା, ଯିଏ ତାକୁ ଦେଖି ଗର୍ଜନ କଲା। ମୂଷା ନିଜ ଜୀବନ ବିକଳରେ ସେଠାରୁ ଦୌଡ଼ିଲା ଏବଂ ରାଜପଥ କଡ଼ରେ ଥିବା ଏକ ଗାତ ଭିତରେ ପଶିଗଲା। ତାର ସବୁ ଅହଙ୍କାର ଭାଙ୍ଗିଯାଇଥିଲା। ସେ ବୁଝିସାରିଥିଲା କି ସେ ସେତେଟା ଶ୍ରେଷ୍ଠ ଏବଂ ମହାନ ନୁହେଁ। ଶିକ୍ଷା: ଆମର ଗୁଣ ଏବଂ କାର୍ଯ୍ୟ ହିଁ ଆମକୁ ମହାନ କରିଥାଏ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।